ବୀର ବୈଷ୍ଣବଙ୍କ ଜୀବନଗାଥା ଚତୁର୍ଥ ଅଧ୍ୟାୟ। ଗଣଗଙ୍ଗାର ଧାରେ। ମୋଗଲବନ୍ଦୀ ଅଞ୍ଚଳର ମୁକ୍ତ ରାଜନୈତିକ ପରିବେଶ, କଟକର ରାଜନୈତିକ ଶିକ୍ଷା ଏବଂ ନିଜ ରାଜ୍ୟର ଲୋକମାନଙ୍କର ଦୟନୀୟ ପରିସ୍ଥିତି ତଥା ସ୍ୱେଚ୍ଛାଚାରୀ ଶାସନ ଇତ୍ୟାଦି ବୈଷ୍ଣବଙ୍କୁ ଜନସଂଗଠନ ମାର୍ଗକୁ ଠେଲିନେଲା। ରେଲବାଇର ରଙ୍ଗମିସ୍ତ୍ରୀ କାମଟି ଏଥିପାଇଁ ତାଙ୍କୁ ଖୁବ୍ ସହାୟକ ହୋଇଥିଲା। ରେଲବାଇ ପାସ୍ ଖଣ୍ଡିକ ପକେଟରେ ଧରି ସେ କଟକ ଆସନ୍ତି, ପୁଣି ରେଳ ଚଢ଼ି ଢେଙ୍କାନାଳ ଫେରିଯାଆନ୍ତି। ଖବର ଓ ଚିଠିପତ୍ର ଆବଶ୍ୟକ ସ୍ଥଳେ ଦିଆନିଆ ମଧ୍ୟ ହୁଏ। ନିର୍ଗୁଣ୍ଡି ଓ ତାଳଚେର ମଧ୍ୟରେ ଅନେକଗୁଡ଼ିଏ ଗ୍ୟାଙ୍ଗ କୁଲି ହାଉସ୍ ଥାଏ। ସେଠାରେ ରେଲବାଇର ଗ୍ୟାଙ୍ଗ କୁଲି ଏବଂ ମଜୁରିଆମାନେ ଦିନବେଳେ କେତେବେଳେ କେମିତି ଏବଂ ରାତିରେ ବିଶ୍ରାମ ନିଅନ୍ତି। ମାଇଲ ଖୁଣ୍ଟି ଓ ରେଳବାଇ ଖୁଣ୍ଟିରେ ରଙ୍ଗ ଦେବା କାମ ସହିତ ସେଠାକାର କୁଲି ଓ ମଜଦୁରମାନଙ୍କ ସହ ବୈଷ୍ଣବ ମିଶନ୍ତି। ଗ୍ୟାଙ୍ଗ ହାଉସମାନଙ୍କରେ ରାତିରେ ରହି କୃଷକ କାଗଜ ପଢ଼ି ଶୁଣାନ୍ତି। ସେଥିରୁ ରାଜ୍ୟର ଅତ୍ୟାଚାର କାହାଣୀମାନ ଜାଣିବାକୁ ଆଗ୍ରହ ବଢ଼େ ସବୁରି। ରାତିରେ ଖୋଳ, କରତାଳ, ଖଞ୍ଜଣି ମାଡ଼ ସହିତ ଦେଶାତ୍ମବୋଧକ ସଙ୍ଗୀତମାନ ବୋଲାଯାଏ। ବୈଷ୍ଣବ ମଧୁର କଣ୍ଠରେ ଓ ପ୍ରବଳ ଆବେଗସ୍ପନ୍ଦିତ ଭାବରେ ଗୀତ ବୋଲି ପାରନ୍ତି। ରାଜ୍ୟର ଖବର ସହିତ ଦେଶ ବିଦେଶ ଖବର ଆଲୋଚନା ହୁଏ। ଗ୍ୟାଙ୍ଗ କୁଲି ଓ ମଜଦୁରମାନେ ଆଖପାଖ ଗାଁର ଲୋକ, ତେଣୁ କୃଷକ କାଗଜ ଗ୍ୟାଙ୍ଗ ହାଉସମାନଙ୍କରୁ କ୍ରମଶଃ ଗ୍ରାମମାନଙ୍କୁ ଯାଏ। ଏଇ ଆସରଗୁଡ଼ିକ କ୍ରମେ ରାଜନୈତିକ ବୈଠକରେ ପରିଣତ ହୁଏ। ତାହା ପୁଣି ତ୍ରିନାଥ ମେଳା ମାଧ୍ୟମରେ। ପ୍ରତି ଗ୍ୟାଙ୍ଗ ହାଉସରେ ତ୍ରିନାଥ ମେଳା ହୁଏ। ବାଜା ବାଜେ, ଅତ୍ୟାଚାରର ଗୀତ ବୋଲାଯାଏ, ରାଜାଙ୍କର ଶ୍ରାଦ୍ଧ କରାଯାଏ। ଯତନନଗର, ଲାବଣ୍ୟ, ବଙ୍ଗଲଳନା, ପଟାୟତଙ୍କ ବାହାଘର ଓ ହାତୀଧରା ପ୍ରଭୃତି କଥା ପଡ଼େ। ତୁଣ୍ଡରୁ ତୁଣ୍ଡ ଓ କାନରୁ କାନ କଥା ଉଡ଼େ। ବୈଷ୍ଣବଙ୍କର ଭାଷଣରେ ପଟୁତା ଓ ଲଳିତ ସଙ୍ଗୀତଗାନ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦିଏ। ବେଳକୁ ବେଳ ଲୋକ ସମାଗମ ବଢ଼େ। ଗ୍ୟାଙ୍ଗ ହାଉସମାନଙ୍କର କ୍ଷୁଦ୍ର ପରିଧି ଡେଇଁ ତ୍ରିନାଥ ମେଳା ଆଖପାଖ ଗାଁମାନଙ୍କରେ ଅନୁଷ୍ଠିତ ହୁଏ। ଲୋକ ଗହଳି ବଢ଼େ। ଶହ ଶହ ସ୍ତ୍ରୀଲୋକ, ବୃଦ୍ଧ ଓ ଯୁବକ ଅତ୍ୟାଚାରର କାହାଣୀମାନ ଶୁଣିବାକୁ ଆସନ୍ତି ତ୍ରିନାଥ ମେଳାକୁ। କୃଷକ ଖବରକାଗଜର ପ୍ରସାର ବଢ଼େ ଅଧିକରୁ ଅଧିକ। ପ୍ରତି ସପ୍ତାହରେ 10-15 ଖଣ୍ଡରୁ 1000 ସଂଖ୍ୟାରେ କୃଷକ ବିକ୍ରୟ ହେଲା। ଦରବାର କୃଷକ ଖବରକାଗଜକୁ ବେଆଇନ ଘୋଷଣା କଲେ। ରାଜ୍ୟ ଭିତରକୁ କୃଷକ ଆସିବା ନିଷେଧ। ତାକୁ ମାନୁଛି କିଏ? ଲୋକଙ୍କର କୌତୂହଳର ସୀମା ନଥିଲା। ବୈଷ୍ଣବଙ୍କ ସହ ହରମୋହନ ଓ ଲକ୍ଷ୍ମୀଧର ମଧ୍ୟ ତ୍ରିନାଥ ମେଳାରେ ଲାଗି ପଡ଼ିଲେ। ବିଦ୍ରୋହର ବାର୍ତ୍ତା ପ୍ରସାରିତ ହେବାକୁ ଲାଗିଲା। ଗଡ଼ଜାତ ରାଜ୍ୟ ଢେଙ୍କାନାଳରେ ବହୁ ଉତ୍କଟ ସମସ୍ୟା ଥିଲା। ଏହା ସମସ୍ତେ ଅନୁଭବ କରୁଥିଲେ। ଅତୀତରେ 1922 ମସିହାରେ ଅନ୍ୟାୟ ବିରୋଧରେ ଏକ ଆନ୍ଦୋଳନ ମଧ୍ୟ ହୋଇଥିଲା ମହେଶ୍ୱର ସୁବାହୁ ସିଂ ଓ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ। ମାତ୍ର ଏ ଆନ୍ଦୋଳନକୁ ଏପରି ଭାବରେ ଦମନ କରାଯାଇଥିଲା ଯେ ଆଉ କେହି ପଦାକୁ ବାହାରିବାକୁ ସାହସ କରୁନଥିଲେ। ଆଇନର ଶାସନ କିଛି ନଥିଲା। ଅନ୍ଧାରୀ କଚିରି ଦ୍ୱାରା ମାତ୍ରାଧିକ ଶାରୀରିକ ଯାତନା
ଓ ଜେଲ୍ ଜୋରିମନା ଭୟରେ ଲୋକ ସ୍ତବ୍ଧ ହୋଇଯାଇଥିଲେ। କଟକରୁ କୌଣସି ରାଜନୈତିକ ପ୍ରତିକାର କାମ ଦେଉନଥିଲା। ବିଲେଇ ବେକରେ ଘଣ୍ଟି ବାନ୍ଧିବା କାମଟି ବୈଷ୍ଣବଙ୍କୁ ଅପେକ୍ଷା କରିଥିଲା। ହରମୋହନ, ଲକ୍ଷ୍ମୀଧର ଏବଂ ସେ ଗାଁକୁ ଗାଁ ବୁଲି ତ୍ରିନାଥ ମେଳା ନାଁରେ ଜନସମ୍ପର୍କ ସ୍ଥାପନ କଲେ। ଶୁଖିଲା ପତ୍ର ପଡ଼ି ରହିଥିଲା ନିଆଁକୁ ଅପେକ୍ଷା କରି। ତ୍ରିନାଥ ମେଳାର ହୋମାଗ୍ନିରୁ ବିଦ୍ରୋହ ଜାତ ହେଲା। ଦେଖାଦେଖି ହୋଇ ଆଉ କିଛି ଲୋକ ପଦାକୁ ବାହାରି ଆସିଲେ ନିର୍ଭୟରେ। ସଦର ମହକୁମାରେ ସୁଦର୍ଶନ ମହାମାନସିଂ, ଚକ୍ରଧର ମିଶ୍ର, କାଶୀନାଥ ମିଶ୍ର, ସଚ୍ଚିଦାନନ୍ଦ ସିଂ, ଗଙ୍ଗାଧର ଦାସ, ବେଣୁଧର ପଣ୍ଡା, ରାଧାମୋହନ ପଟ୍ଟନାୟକ, ପ୍ରାଣବନ୍ଧୁ ଦାସ, ରବିନାରାୟଣ ପଟ୍ଟନାୟକ, କୃତ୍ତିବାସ ପ୍ରଧାନ, ବ୍ରଜକିଶୋର ଧଳ, ନବୀନ ସ୍ୱାଇଁ, ଭଜମନ ସାହୁ ଓ ନରୋତ୍ତମ ଦାସ ଇତ୍ୟାଦି। ପରଜଙ୍ଗଠାରୁ ମହେଶ୍ୱର ସୁବାହୁ ସିଂ, ଆମ୍ବ ପଳାଶର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗଡ଼ପଳାଶୁଣୀର କିଶୋରୀ ବେହେରା ପ୍ରଧାନ, ମାଣିକମରାର ଦେବରାଜ ପାତ୍ର ଓ ତାଙ୍କ ଭାଇ ଧର୍ମରାଜ ପାତ୍ର, ମଙ୍ଗଳପୁରର ଗଡ଼ନାୟକଙ୍କ ପୁତ୍ର ଶ୍ରୀକାନ୍ତ ରାଉତ, ଡମୋଳ ଗଡ଼ନାୟକଙ୍କ ପୁଅ ନେତ୍ରାନନ୍ଦ ନାୟକ ପ୍ରଭୃତି। ଅସନ୍ତୋଷ ବ୍ୟାପିଥିଲା ସବୁ ବର୍ଗରେ। ସରବରାକାର ଓ ଗଡ଼ନାୟକମାନେ ରାଜସ୍ୱ ଆଦାୟ କରି ତାର ଶତକଡ଼ା 15 ଭାଗ ନେଉଥିଲେ ମଧ୍ୟ ମାଗଣ ରସଦ ଯୋଗାଣରେ ତଳିତଳାନ୍ତ ହୋଇ ଯାଉଥିଲେ। ସେମାନଙ୍କୁ ଜାଗିରି ଜମି ମିଳୁନଥିଲା। ତଳେ ପ୍ରଜା ଓ ଉପରେ ରାଜା, ଏପରି ଦୋଘାଇରେ ପଡ଼ି ସେମାନେ ଅସ୍ତବ୍ୟସ୍ତ ହୋଇ ଯାଉଥିଲେ। ଗୋଟିଏ ସମୟରେ ସେମାନେ କେତେକ ଠିଆ ହେଲେ ଦରବାର ବିରୋଧରେ। ବ୍ରାହ୍ମଣମାନେ ଏକ ସମୟରେ ଲାଖରାଜ ଜମି ଉପରେ କର ଦେବାକୁ ବାଧ୍ୟ ହେଲେ। ବେଠି କରିବାକୁ ସେମାନଙ୍କୁ ବାଧ୍ୟ କରାଗଲା। ସାଧାରଣ ପ୍ରଜାର ଜମି ଉପରେ ସତ୍ୱର ଠିକଣା ନଥିଲା। ବେଠି, ବେଗାରି, ରସଦ ଓ ମାଗଣ ବୋଝରେ ସେମାନେ ସଢ଼ି ଯାଉଥିଲେ। ଅତ୍ୟାଚାରିତ ରାଜକର୍ମଚାରୀମାନେ ମଧ୍ୟ ଦରବାର ପକ୍ଷ ଛାଡ଼ି ଆରପଟକୁ ଗଲେ। ତ୍ରିନାଥ ମେଳା ଅନ୍ଧାରରେ ଆଲୋକବତୀ ଭଳି ବାଟ ଦେଖାଇଲା। ଜନସଂଗଠନ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଗଲା। ଜନସଂଗଠନର ପ୍ରଥମ ସ୍ଫୁରଣ ହେଲା 1938 ମସିହା ଜାନୁଆରୀ ମାସରେ। ହରିପୁରା କଂଗ୍ରେସ ଅଧିବେଶନରେ ସୁଭାଷ ଚନ୍ଦ୍ର ବୋଷ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଥାନ୍ତି। ଏଥିରେ ଦେଶୀୟ ରାଜ୍ୟର ଲୋକମାନଙ୍କ ମଧ୍ୟରେ ଆନନ୍ଦ ଖେଳିଗଲା। କିଛି ଆଶା ସଞ୍ଚାର ହେଲା। କାରଣ ସୁଭାଷ ଚନ୍ଦ୍ର ଗାନ୍ଧୀଙ୍କର ନନ୍ ଇଣ୍ଟରଫେରେନ୍ସ ବା ଅଣହସ୍ତକ୍ଷେପ ନୀତିକୁ ପସନ୍ଦ କରୁନଥିଲେ। ତାଙ୍କ ମତରେ ଦେଶୀୟ ରାଜ୍ୟମାନଙ୍କର ପ୍ରଜାମାନେ ମଧ୍ୟ ଭାରତୀୟ, ଭାରତର ଲୋକ। କଂଗ୍ରେସ ସିଧାସଳଖ ଦେଶୀୟ ରାଜ୍ୟମାନଙ୍କରେ ମଧ୍ୟ କଂଗ୍ରେସ ସଂଗଠନ ଗଢ଼ି ଆନ୍ଦୋଳନ କରିବା ଉଚିତ। ସେମାନଙ୍କୁ ସ୍ୱେଚ୍ଛାଚାରୀ ରାଜାମାନଙ୍କର ଅତ୍ୟାଚାରର ସାମ୍ନା କରିବା ପାଇଁ ଏକା ଏକା ଛାଡ଼ିଦେବା ଠିକ୍ ନୁହେଁ। କଂଗ୍ରେସକୁ ଦେଶୀୟ ରାଜ୍ୟ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ପଡ଼ିବ। ଏଥିପାଇଁ ବୈଷ୍ଣବ ଜାନୁଆରୀ ମାସ 1 ତାରିଖରେ ଢେଙ୍କାନାଳ ପ୍ରଜାମଣ୍ଡଳର ସମ୍ପାଦକ ଭାବରେ ସୁଭାଷ ବୋଷଙ୍କୁ ଏକ ଅଭିନନ୍ଦନ ତାରବାର୍ତ୍ତା ପଠାଇଦେଲେ। ବାସ୍ତବରେ ସେତେବେଳକୁ
ପ୍ରଜାମଣ୍ଡଳ ଗଠିତ ହୋଇ ନଥିଲା କି ବୈଷ୍ଣବ ତାର ସମ୍ପାଦକ ନଥିଲେ। ଏହି ଟେଲିଗ୍ରାମ ବାର୍ତ୍ତାଟି ଦୈନିକ ଷ୍ଟେଟ୍ସମ୍ୟାନର 19 ତାରିଖ ସଂସ୍କରଣରେ ବାହାରିଲା। ଢେଙ୍କାନାଳ ଦରବାର ଏ ଖବର ଜାଣି ଚମକି ପଡ଼ିଲା। ଖୋଜା ଚାଲିଲା ବୈଷ୍ଣବ ପଟ୍ଟନାୟକଙ୍କୁ। ବୈଷ୍ଣବ ଏ ଖବର ପାଇ ଢେଙ୍କାନାଳରୁ ଖସି ପଳାଇଲେ କଟକ। କଟକର ଥୋରିଆ ସାହିରେ ଭଗବତୀ ବାବୁ ତାଙ୍କୁ ବଡ଼ ଭାଇ କାଳନ୍ଦୀଚରଣ ପାଣିଗ୍ରାହୀଙ୍କ ଶିବଂ କୁଟୀରରେ ରହୁଥାନ୍ତି। ସେଠାରେ ଦିନାକେତେ ଲୁଚି ରହିଲେ। ଭଲ ଲାଗିଲା ନାହିଁ। ଦିନେ ସେ ଭଗବତୀ ବାବୁଙ୍କୁ କହିଲେ, ଏଠି ଆଉ ଭଲ ଲାଗୁନାହିଁ ଲୁଚି ରହିବାକୁ। କେତେ ବହି ପଢ଼ିବି ଆଉ, କେତେ ଆଲୋଚନା କରିବା, ବରଂ ଢେଙ୍କାନାଳ ରାଜା ଧରିନେଉ, ମୁଁ ଫେରି ଯାଉଛି ଢେଙ୍କାନାଳ। ଭଗବତୀ ତାଙ୍କୁ ବୁଝାଇ କହିଲେ, ସଂଗ୍ରାମ ପାଇଁ ସର୍ବଦା ସତର୍କତା ଲୋଡ଼ା। ଅସତର୍କ ହେବାରୁ ପୃଥ୍ୱୀରାଜ ଚୌହାନ ମହମ୍ମଦ ଘୋରୀ ହାତରେ ପ୍ରାଣ ଦେଲେ ଓ ଭାରତ ଅଧିକାର କଲେ ମୁସଲମାନ ବାହିନୀ। ତୁମେ ଗିରଫ ହୋଇଗଲେ ଆନ୍ଦୋଳନ ସଞ୍ଚାଳନ କରିବ କିଏ? ଏ ତ ଆରମ୍ଭ ମାତ୍ର। ଯୁଦ୍ଧରେ ସେନାପତିର ମୃତ୍ୟୁ ବା ବନ୍ଦୀ ହେବା ସମଗ୍ର ସେନାବାହିନୀ ପାଇଁ ପରାସ୍ତର କଥା। ତୁମେ ଯା ବା ଏଠି ରୁହ, ଗୋଟିଏ କଥା ମନେ ରଖ, ରାଜାର ଫାଶରେ ପଡ଼ି କେବେ ନିଜକୁ ଗିରଫ ହେବାକୁ ଦିଅନା। ନେତୃତ୍ୱ ସାଧାରଣ ଜନତା ଭିତରୁ ଆସେନା, ଆସିବ ଇଣ୍ଟେଲେକ୍ଚୁଆଲଙ୍କ ଭିତରୁ। ମାତ୍ର ଇଣ୍ଟେଲେକ୍ଚୁଆଲ ସମର୍ପିତ ହେବା ଦରକାର। ଜନତାର ସୁଖ ଦୁଃଖର ପ୍ରକୃତ ବନ୍ଧୁ ଓ ପ୍ରତିନିଧି ହେବା ଦରକାର। ତୁମେ ସ୍କୁଲ ଛାଡ଼ିଛ, ବାପା ମାଙ୍କୁ ଛାଡ଼ିଛ, କୋଉଥିପାଇଁ? ଭଗବତୀଙ୍କ ପରାମର୍ଶରେ ବୈଷ୍ଣବ ତାଙ୍କ ପାଖରୁ ଯାଇ ମାଳତୀ ଦେବୀଙ୍କ ପାଖରେ ପହଞ୍ଚିଲେ। ସେଠାରେ କିଛିଦିନ ରହି ପୁଣି ଫେରିଲେ କର୍ମଭୂମି ଢେଙ୍କାନାଳକୁ। ଢେଙ୍କାନାଳକୁ ଫେରିଲା ବେଳକୁ 1938 ମସିହା ବର୍ଷା ଦିନ। ବର୍ଷା ଦିନରେ ବର୍ଷା ବିହୁନେ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଲା। ଏହାର ସୁଯୋଗ ନେଇ ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାଜ୍ୟର ଚାରିଆଡ଼େ ଯଜ୍ଞ କରିବାର ବିଚାର ହେଲା। ବାସ୍ତବରେ ଯଜ୍ଞ ଏକ ବାହାନା ଥିଲା। ରାଜନୈତିକ ବିଚାର ବିମର୍ଶ କରିବା ପାଇଁ ଓ ଲୋକମାନଙ୍କୁ ବିଦ୍ରୋହ ପଥକୁ ଆଣିବା ପାଇଁ ଯଜ୍ଞ ଆୟୋଜନ ଏକ ସୁପରିକଳ୍ପିତ ଯୋଜନା ଥିଲା। ଯଜ୍ଞାଗ୍ନି ସ୍ଥାପିତ ହେଲା ମଢ଼ିରେ। ମାଣିକମରା, ପରଜଙ୍ଗ ଓ ପଳାଶୁଣୀ ପ୍ରଭୃତି ଦୂର ଦୂରାନ୍ତ ଅଞ୍ଚଳରେ। ଶହ ଶହ ଗାଁକୁ ଗୁଆ ନଡ଼ିଆ ନିମନ୍ତ୍ରଣ ଗଲା। ଗାଁମାନଙ୍କରୁ ଆସିଲା ଭୋଗରାଗ, ଘିଅ ଏବଂ ଖାଦ୍ୟ ପଦାର୍ଥ। ଗାଁକୁ ଗାଁ ଆମ୍ବ ତୋରଣ ବସିଲା, ଛାମୁଣ୍ଡିଆ ବନ୍ଧା ହେଲା, ପୂର୍ଣ୍ଣକୁମ୍ଭ ବସିଲା ଘରେ ଘରେ। ହରିବୋଲ ହୁଳହୁଳି ଦେଇ ଶହ ଶହ ଲୋକ ଆସିଲେ ଯଜ୍ଞସ୍ଥଳକୁ। ଶୁଭ ଶଙ୍ଖ ବାଜିଲା ପ୍ରତ୍ୟେକ ଗ୍ରାମରେ ଏବଂ ଯଜ୍ଞଶାଳାରେ। ଅନ୍ତଃସଲୀଳା ସ୍ରୋତ ଭଳି ଉଚ୍ଚକିତ ଜନମତ ରାଜ୍ୟର ଗୋଟିଏ କୋଣରୁ ଆର କୋଣଯାଏ ସଞ୍ଚାରିତ ହେଲା। ଯଜ୍ଞ ଆୟୋଜନ ପାଇଁ ଗାଁ କମିଟି ଏବଂ ଯଜ୍ଞ ପାଇଁ ସାର୍ବଜନୀନ କମିଟିମାନ ଗଢ଼ାହେଲା। କୃଷକ କାଗଜ ପ୍ରତି ଗାଁକୁ ଚାଲିଲା ଗୋପନରେ। ଢେଙ୍କାନାଳ ଜନତାଙ୍କ ପଛରେ କଟକର ସାମ୍ୟବାଦୀ ଏବଂ ସମାଜବାଦୀ ଦଳ ଲୋକେ, ଏପରିକି ଗାନ୍ଧୀ, ନେହେରୁ ଓ ସୁଭାଷ ବୋଷ ଅଛନ୍ତି ବୋଲି ଆଲୋଚନା ହେଲା। ଅତ୍ୟାଚାରର ଶେଷ ପାଇଁ ପୋଲିସ ବାହିନୀ ସଂଗ୍ରାମର ଭୀଷଣ ପ୍ରତିଜ୍ଞା ନେଲେ ଲୋକମାନେ ଯଜ୍ଞାଗ୍ନି ସମକ୍ଷରେ। ବର୍ଷ ବର୍ଷ ଧରି ଶୋଇ ରହିଥିବା ଭୀରୁ ଓ ଭୟାଳୁ ମଣିଷମାନଙ୍କ ମନରେ ବଞ୍ଚିବାର ମୋହ ଜାଗିଲା।
ସେମାନେ ଉଠି ବସିଲେ। ହାତକୁ ହାତ ଓ କାନ୍ଧକୁ କାନ୍ଧ ମିଳେଇ ସଂଗ୍ରାମ ପାଇଁ ଛାତି ପତେଇ ଦେବାକୁ ଶପଥ ନେଲେ। ଶପଥର ପ୍ରଥମ ପରୀକ୍ଷା ଆରମ୍ଭ ହେଲା ସେଇ ଯଜ୍ଞସ୍ଥଳରୁ। 1938 ମସିହା ଜୁଲାଇ 30 ତାରିଖ ଦିନ ଢେଙ୍କାନାଳ ରାଜ ସରକାର ପାନ ଲାଇସେନ୍ସ ସମ୍ପର୍କରେ ଗୋଟିଏ ଅତିରିକ୍ତ ଗେଜେଟ୍ ପ୍ରକାଶ କଲେ। ଏହାର ପ୍ରତିକ୍ରିୟା ସ୍ୱରୂପ ଜନତା ଭିତରେ ଗୋଟାଏ ପ୍ରକାଣ୍ଡ ଉଦ୍ବେଳନ ପ୍ରକାଶ ପାଇଲା। ଉକ୍ତ ଗେଜେଟ୍ରେ ବୈଶାଖଠାରୁ ଆଶ୍ୱିନ ଏବଂ ଆଶ୍ୱିନଠାରୁ ଚୈତ୍ର ଯାଏଁ ପାନ ପାଇଁ 2ଟି ଉଚ୍ଚ ଦର ସ୍ଥିର କରାଯାଇଥିଲା। ପାନର ଏକଚାଟିଆ ବ୍ୟବସାୟ ଥିଲା। ଅନ୍ୟ କେହି ପାନ ବ୍ୟବସାୟ କରିପାରିବେ ନାହିଁ। ରାଜ୍ୟ ବାହାରୁ ଖୁବ୍ ବେଶୀରେ ଜଣେ 50ଟା ପାନ ଆଣିପାରିବ। ଚୋରା ପାନ ରାଜ୍ୟ ଭିତରକୁ ଆସିପାରିବ ନାହିଁ। ଏଥିରେ ଖଲାପି କଲେ ହେଡ୍ କନେଷ୍ଟବଳଠାରୁ ଆରମ୍ଭ କରି ଉପର ପୁଲିସ ହାକିମମାନେ ଘର କିମ୍ବା ଯେକୌଣସି ବ୍ୟକ୍ତିଙ୍କୁ ଖାନତଲାସ କରିପାରିବେ ଓ ଆବଶ୍ୟକ ସ୍ଥଳେ ଦଣ୍ଡ ଦେଇପାରିବେ। ଏହା ହିଁ ଥିଲା ଘୋଷଣା। ପାନ ଲାଇସେନ୍ସ ଯୋଗୁଁ ଗଏର ଜିଲ୍ଲା ଢେଙ୍କାନାଳ ବାହାରେ ଅଞ୍ଚଳର ଦରଠାରୁ 3-4 ଗୁଣ ଅଧିକ ଦାମରେ ରାଜ୍ୟ ଭିତରୁ ପାନ କିଣିବାକୁ ପଡ଼ିଲା ଲୋକମାନଙ୍କୁ। ରାଜ୍ୟ ବାହାରେ ପାନ ଶସ୍ତାରେ କିଣି 50ଟାରୁ ଅଧିକ ଆଣି ଧରାପଡ଼ିଲେ କଠିନ ଦଣ୍ଡ। ଝିଅ ବୋହୂକୁ ବି ଏଥିପାଇଁ ଖାନତଲାସର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ତେଣୁ ଯଜ୍ଞରେ ଠିକ୍ ହେଲା ଯେ ପ୍ରଜାମାନେ ଆଉ ପାନ ଖାଇବେ ନାହିଁ। ଏଥିପାଇଁ ଶପଥ କଲେ ଲୋକମାନେ। ଯଜ୍ଞ ଶେଷରେ ସଂକୀର୍ତ୍ତନ କରି ବୁଲିଲା ବେଳେ ଗୀତ ଗାଉଥିଲେ, ପାନ ଲାଇସେନ୍ସ ଉଠିଯାଉ, ପ୍ରଜାମଣ୍ଡଳର ଜୟ ହେଉ। ଦେଖୁ ଦେଖୁ ଗୋଟିଏ ମାସ ଭିତରେ ରାଜ୍ୟର ପାନ ବିକ୍ରି 95% କମିଗଲା। ସାମୂହିକ ପ୍ରତିବାଦ ଲୋକମାନଙ୍କ ଭିତରେ ଭ୍ରାତୃଭାବ ଓ ଏକତା ସଞ୍ଚାର କଲା। ଛୋଟ ପ୍ରତିବାଦଟିଏ ସଫଳ ହେବାରୁ ବୃହତ୍ତର ପ୍ରତିବାଦ ପାଇଁ ବାଟ ଫିଟିଗଲା। ପାନ ବୟକଟରୁ ପ୍ରଜାମଣ୍ଡଳର ପ୍ରସାର ହେଲା। ଓଡ଼ିଶା ଷ୍ଟେଟ୍ ପିପୁଲ୍ସ କନଫରେନ୍ସ ପ୍ରଜାମଣ୍ଡଳର ରୂପରେଖ ପ୍ରସ୍ତୁତ କରିଥିଲା 1937ରେ। ଗ୍ରାମ ସ୍ତରରେ ଗ୍ରାମ ପ୍ରଜାମଣ୍ଡଳ, ତା ଉପରକୁ ବିଶ୍ୱ ପ୍ରଜାମଣ୍ଡଳ ଓ ସବା ଉପରେ ରାଜ୍ୟ ପ୍ରଜାମଣ୍ଡଳ। ଏଇ ପରିକଳ୍ପନା ପ୍ରଥମ କରି ରୂପ ନେଲା 1938 ମସିହା ଜୁନ ମାସ 27 ତାରିଖରେ ଅନୁଗୁଳଠାରେ ତଦନ୍ତ କମିଟି ବୈଠକକୁ ପରଜଙ୍ଗ ଓ ପଳାଶୁଣୀ ବିଶ୍ୱର ପ୍ରାୟ 300 ଲୋକ ସାକ୍ଷୀ ଦେବାକୁ ଏକତ୍ର ହୋଇଥିଲେ। ସେମାନଙ୍କୁ ନେଇ ଗୋଟିଏ ଅସ୍ଥାୟୀ ପ୍ରଜାମଣ୍ଡଳ ଗଢ଼ାଯାଇଥିଲା। ଏହାର ସଭାପତି ହେଲେ ମାଣିକମରାର ଆର୍ତ୍ତତ୍ରାଣ ପାତ୍ର, ଚାନ୍ଦପୁରର କୃତ୍ତିବାସ ସୁବୁଦ୍ଧି ଏବଂ କୁଆଳର ଶ୍ୟାମସୁନ୍ଦର ସାହୁ 2 ଉପସଭାପତି, ଆମ୍ବପଳାଶର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସମ୍ପାଦକ ଏବଂ ଝିଲ୍ଲୀର ତ୍ରିଲୋଚନ ପ୍ରଧାନ କୋଷାଧ୍ୟକ୍ଷ ହୋଇଥିଲେ। ଅନ୍ୟ 8 ଜଣ ସାଧାରଣ ସଭ୍ୟ ହେଲେ। ଏହି ପ୍ରଜାମଣ୍ଡଳ ବିଧିବଦ୍ଧ ଭାବରେ ଗଢ଼ା ଯାଇ ନଥିଲା। ପାନ ବୟକଟ ପରେ ଗ୍ରାମେ ଗ୍ରାମେ ଏ ବିଷମାନଙ୍କର ଆଞ୍ଚଳିକ ପ୍ରଜାମଣ୍ଡଳମାନ ମୁଣ୍ଡ ଟେକିଲେ। ଏହା ପଛରେ ବୈଷ୍ଣବ ଓ ତାଙ୍କ ସହଯୋଗୀମାନଙ୍କର ଅଶେଷ ଅବଦାନ ଥିଲା।